ଅଠସ୍ତରୀ ମସିହାରେ ଖୋଲା ହେଇଥିଲା, ଅଳଙ୍କାର ଗଣତି ହେଇଥିଲା। 78 ମସିହାରେ ପରେ ଆଉ ସେ ସରକାର ରହିଲା ନାହିଁ। ଗୋଟେ ଆଗରୁ ଅଛି ରତ୍ନଭଣ୍ଡାର ଯିଏ ଖୋଲେ ଯେଉଁ ସରକାର, ସେ ସରକାର ଗୋଟେ ବିପଦ ଥାଏ ବୋଲି ଗୋଟେ କ'ଣ ଗୁଜବ ରହିଛି। ତା ବିଶ୍ୱାସ ଯେତିକି ଅବିଶ୍ୱାସ ସେତିକି। ରାଜନୈତିକ ପ୍ରତିଶ୍ରୁତି ବିଜେପି ଦେଇଥିଲା, ଆମେ 4 ଦ୍ୱାର ଖୋଲିବୁ, ରତ୍ନଭଣ୍ଡାର ଖୋଲିବୁ ଏବଂ ରତ୍ନଭଣ୍ଡାର ଚାବିକି ନେଇକି ମଧ୍ୟ ତାମିଲନାଡୁ ପଠାଇ ହେଇଥିଲେ ବୋଲି କଥା ଉଠିଥିଲା। ସେ ଚାବି ଡୁପ୍ଲିକେଟ୍ ହେଲେ ସରକାର କହିଲେ ଯଦି ନ ଖୋଲିବ ତାହେଲେ ଭଙ୍ଗାଯିବ। ତାର ଖୋଲିଲେ ଯଦି ଠାକୁର ଇଚ୍ଛା ଥିବେ ରତ୍ନଭଣ୍ଡାର ଖୋଲାଯାଉ, ଗଣତି କରାଯାଉ। ଲୋକଙ୍କ ଭିତରେ ଗୋଟେ ଆଶଙ୍କା ରହିଛି କିଛି ସୁନା ଚୋରି ହେଇଛି କି କିଛି ଜିନିଷ ହେଇଛି, କିନ୍ତୁ ଗୋଟା ପାଖେ ହେଉଛି ରତ୍ନଭଣ୍ଡାରର ମରାମତି ହେବାର ଆବଶ୍ୟକତା ରହିଛି ଏବଂ ଗଣତି ହେବାର ଆବଶ୍ୟକତା ରହିଛି। ସେଠି ଯେଉଁ ଦଇତାପତିମାନେ ନିଜ ବାହୁ ଦେଖେଇକିରି ଅହଙ୍କାର ଗର୍ବ ଦେଖେଇଲେ, ସେ କହିଲା ଗାଳି ମୁଁ ସହି ଗର୍ବ ନ ସହି କ୍ଷଣିକେ କରେଇ ଚୁନା ଅଇରି ନାସନ ନାମ ବହି ସଣୁକୁ ବଜ୍ରସେନା। ତା ପାଖରେ ଅଳଙ୍କାର ଗୁଡ଼େ ପିନ୍ଧିକି ଦେଖେଇ ହେବନି, କି ଅହଙ୍କାର ଦେଖେଇ ହେବନି, କି ବଡ଼ କାର୍ ନେଇକି ଗଲେ, କାରଣ ସେ ନିଜେ କାର୍ ଫେଷ୍ଟାଲ କରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିକି। ସେ 3 କୁଇଣ୍ଟାଲ ଅଳଙ୍କାର ପିନ୍ଧେ, ଆଜି ଅହଙ୍କାର କରେ ପତିତ ପାବନ ଗର୍ଭଗଞ୍ଜନ ମାନ ସେ ଉଡ଼ଉଛି। ତେଣୁ ମୁଁ ଭାବୁଛି ଆଙ୍କ ଭିତରେ କିଛି ଗର୍ବ କରିଥିଲା ଯେ ସମର୍ପିତ ଭାବ ଭକ୍ତିରେ ଠାକୁରଙ୍କ ସେବା ନ କରିବ, ସେଠି ଠାକୁର ଏଭଳି ଅଘଟଣ ଘଟେଇବେ। ମୁଁ ତ ଭାବୁଛି ଏ ବର୍ଷର ଘୋଷଯାତ୍ରାରେ ରୋଷ କଲେ ବଳଦେବ, କାରଣ ଏଠି ଅଘଟଣ ଘଟିବା ଏବଂ ବଳଦେବ ଯେଉଁ ରଥ ଅଟକି ରହିବା ଏଗୁଡ଼ା କାହିଁ ସଂଯୋଗ ରହୁଛି। ତେଣୁକରି ଯାହା ବି କଲେ ସେ ଭାବ ଭକ୍ତିର ଠାକୁର, ତେଣୁ ତାକୁ ଭାବରେ ଡାକିଲେ ଅଭାବ କିଛି ରହିବ ନାହିଁ କି ସମସ୍ୟା ହେବ ନାହିଁ। ରାଜ୍ୟ ଜୟ କରୁଥିଲେ ତାର ମୁକୁଟ ଆଣୁଥିଲେ, ବୁଝିଲେ ନାହିଁ। ତେଣୁ ଜଗନ୍ନାଥଙ୍କର ମାନେ ସେଥିରେ ଲକ୍ଷ୍ୟ ରାଜାର ମଉଡ଼ ମଣିଷେ ଖୋର୍ଦ୍ଧା ରାଇଜେ ରଜା ବଉଣ ତଳେ ତୋଳାଇନ ସୁଖେ ପାଡ଼ୁଥିଲା ପ୍ରଜା। ତେଣୁକରି ସେମାନେ ଯେତେବେଳେ ସବୁ ବିଭିନ୍ନ ରାଜ୍ୟ ଜୟ କରୁଥିଲେ ତାର ମକୁଟ ତାର ସୁନା ଫନା ଆଣିକି ସେଇଠି ରଖିଥିଲେ ରତ୍ନଭଣ୍ଡାର।